ବୀଣାପାଣି ମହାନ୍ତି। ଗାଳ୍ପିକ ବୀଣାପାଣି ମହାନ୍ତି 1936 ମସିହାରେ କଟକ ଜିଲ୍ଲା କେନ୍ଦ୍ରାପଡ଼ା ସବ୍‌ଡିଭିଜନ ଅନ୍ତର୍ଗତ ଚାନ୍ଦୋଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତା ଚତୁର୍ଭୁଜ ମହାନ୍ତି ଶିକ୍ଷକ ଏବଂ ସ୍କୁଲ ପରିଦର୍ଶକ ଥିଲେ। ମାତା ଶ୍ରୀମତୀ କୁମୁଦିନୀ ମହାନ୍ତି। ଯେଉଁ ସମୟରେ ରକ୍ଷଣଶୀଳ ପରିବାରର ଝିଅଟିଏ ବାହାର ସ୍କୁଲ କଲେଜରେ ଅଧ୍ୟୟନ କରିବା ଏକ ସ୍ୱପ୍ନ ଥିଲା, ସେହି ସମୟରେ ଗାଳ୍ପିକା ବୀଣାପାଣିଙ୍କର ଦୃଢ଼ ମନୋବଳ ଏବଂ ପିତା ଚତୁର୍ଭୁଜ ମହାନ୍ତିଙ୍କର ଅଦମ୍ୟ ଉତ୍ସାହ ଓ ପ୍ରେରଣା ପାଇଁ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ। ଓଡ଼ିଆ ଗଳ୍ପ ସାହିତ୍ୟକୁ ସେ ବହୁ ଦିଗରୁ ରୁଦ୍ଧିମନ୍ତ କରିଛନ୍ତି। ତାଙ୍କର ଗଳ୍ପ ସଂକଳନଗୁଡ଼ିକ ହେଉଛି ନବତରଙ୍ଗ, ପାନ୍ଥଶାଳା ଓ ରକ୍ତକରବୀ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ତଟିନୀର ତୃଷ୍ଣା, ଅନ୍ଧକାରର ଛାଇ, କାଳାନ୍ତର, ଆରୋହଣ, ଅଧ୍ୟାନ୍ତର, ବସ୍ତ୍ରହରଣ, ଅନ୍ୟ ଅରଣ୍ୟ, ପାଟଦେଇ, ତୃତୀୟ ପାଦ ଇତ୍ୟାଦି। ପାଟଦେଇ ଗଳ୍ପଗୁଚ୍ଛ ପାଇଁ 1990 ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି। ଏବେ ଆମେ ଗଳ୍ପଟି ଉପରେ ଆଲୋଚନା କରିବା। ଗାଳ୍ପିକା ବୀଣାପାଣି ମହାନ୍ତିଙ୍କ ବହୁ ପରିଚିତ ଗଳ୍ପ ହେଉଛି ପାଟଦେଇ। ଗଳ୍ପଟିର ଅନ୍ୟତମ ଚରିତ୍ର ପାଟଦେଇ। ପାଟଦେଇ ଜଣେ ନାରୀ ହୋଇ ମଧ୍ୟ କିପରି ସମାଜର ଲୋକଙ୍କ ସହିତ ସଂଘର୍ଷ କରି ଜୀଇଁବ ଏବଂ ସମାଜର ଲୋକଙ୍କ ଅତ୍ୟାଚାରରୁ ନିଜକୁ ରକ୍ଷା କରିବା ପାଇଁ ସଂଘର୍ଷ କରିଛି, ତାହା ଏହି ଗଳ୍ପର ବିଷୟବସ୍ତୁ। ପାଟଦେଇକୁ ତାର ବାପା ବହୁତ ଆଡମ୍ବରରେ ବିବାହ ଦେଇଛି। ବିବାହ ବାସୀ ଦିନ ତାର ସ୍ୱାମୀ କଲିକତା ପଳେଇ ଯିବାରୁ ଶାଶୁ ଶ୍ୱଶୁର ତା ଉପରେ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି। ଭୋକ ଉପାସରେ ରଖି ତା ମୁହଁ ଚାହିଁ ନାହାନ୍ତି। କଷ୍ଟ ସହି ନ ପାରି ପାଟଦେଇ ପଳେଇ ଆସିଛି ବାପଘରକୁ। ପାଟଦେଇର ବାପା ଜଗୁ ବେହେରା ତାକୁ ଘରକୁ ପଳେଇ ଆସିବାର କାରଣ ପଚାରିବାରୁ ସେ ନୀରବ ରହିଛି। କିଛି କହିପାରି ନାହିଁ ତା ବାପାକୁ। ବାପଘରେ ସେ ସବୁ ଦୁଃଖକୁ ଚାପି ରଖି ପଡ଼ି ରହିଛି। ନିଜ ବାପାକୁ ମଧ୍ୟ ସେ କିଛି କହି ନାହିଁ କାହିଁକି ଘରକୁ ପଳେଇ ଆସିଲା ବୋଲି। ଜୀବନରେ ସେ ବହୁ ଦୁଃଖ ଦୁର୍ଦ୍ଦଶା ଭୋଗିଛି। ଏ ସମାଜ ତାକୁ ନିଷ୍ଠୁର ଆଖିରେ ଦେଖିଛି। ଦୋଳ ପୂର୍ଣ୍ଣିମା ରାତିରେ ପାଟଦେଇ ଘର ଦୁଆରେ ଶିକୁଳି ଦେଇ ଯାତ୍ରା ଦେଖିବାକୁ ଚାଲିଯାଇଛି। ଆଉ ଘରକୁ ଫେରି ନାହିଁ। ଜଗୁ ବେହେରା ଘରକୁ ଆସି ଦେଖେ ତ ଦ୍ୱାର ମୁହଁରେ ଶିକୁଳି ଲାଗିଛି। ପାଟଦେଇ ଘରେ ନାହିଁ। ଜଗୁ ବେହେରା ପାଟଦେଇ ନାଁ ଧରି ଡାକ ପକେଇଲା। ସବୁରି ଘରେ ଯାଇ ଖୋଜି ବୁଲିଲା, ହେଲେ ପାଟକୁ ପାଇଲା ନାହିଁ। ଜମି 5 ଗୁଣ୍ଠ ବିକ୍ରି କରି ସେ ପାଟଦେଇର ବାହାଘର କରିଥିଲା। ଜ୍ୱାଇଁ ଦେଖିବାକୁ ରଜାଘର ପୁଅ ପରି, ହେଲେ ଝିଅ ତାର ମାସ 2ଟା ବି ଶାଶୁଘରେ ରହିପାରିଲା ନାହିଁ। ସାଇବାଲା ଯିଏ ଯେତେ ପଚାରିଲେ ଜଗୁ ଚୁପ୍ ରହେ। ଅତି ବେଶୀ ହେଲେ କହେ ଜ୍ୱାଇଁ ମାନ୍ଦ୍ରାଜ ଯାଇଛି, ସେଠି ଚାକିରି ହେଲେ ଝିଅକୁ ଆସି ନେବ। ଜଗୁ ବେହେରା ମଧ୍ୟ ପାଟର ଶାଶୁଘରକୁ ଯାଇ ଖବର ନେବାକୁ ଚେଷ୍ଟା କରିନି। ପାଟ ମୁହଁକୁ ଚାହିଁ ସେ ତାକୁ କିଛି କହିପାରେ ନାହିଁ। ପାଟ ଘରକୁ ପଳେଇ ଆସିଥିବାରୁ ସାଇ ଲୋକେ ତାର ବହୁ ନିନ୍ଦା କରିଛନ୍ତି। ଜଗୁ ବେହେରା ମଧ୍ୟ ବହୁ ନିନ୍ଦାର ଅପବାଦ ସହିଛି। ପାଟକୁ ଖୋଜି ଖୋଜି ଜଗୁ ବେହେରା ଘରକୁ ଫେରିଲା। ଦୁଆର ମୁହଁ ଶିକୁଳି ସେମିତି ଦିଆ ହୋଇଥାଏ। ଜଗୁ ବେହେରା ସେମିତି ଦାଣ୍ଡ ବାରଣ୍ଡସରେ ବସି ରହି କାନ୍ଥ ଦେହରେ ଢଳେଇ ପଡ଼ିଲା। ଗାଁ ଲୋକେ କହନ୍ତି ଜଗୁ ବେହେରା ସେଇ ଦାଣ୍ଡ ବାରଣ୍ଡାରେ ବସି ରହି
ତାର ଆଉ ଜ୍ଞାନ ଫେରି ନାହିଁ। ସେହିଠାରେ ସେ ମୃତ୍ୟୁବରଣ କରିଛି। ପାଟ ଦେଇ କୁଆଡ଼େ ଗଲା କ'ଣ କଲା ତାର ଖବର ବୁଝିବାକୁ ମଧ୍ୟ କେହି ଆଗେଇ ଆସିନାହାନ୍ତି। ସମୟ ଗଡ଼ି ଚାଲିଛି। ଜଗୁ ବେହେରା ଘରର ଶିକୁଳି ସେମିତି ବନ୍ଦ ରହିଥାଏ। 3 ବର୍ଷ ପରେ ପାଟ ଦେଇ ପୁଣି ଫେରିଛି ତା ଘରକୁ, ତା ସହିତ 2 ବର୍ଷର ପୁଅଟିଏ ଧରି। ଖବରଟି ଚତୁର୍ଦିଗ ବ୍ୟାପି ଯାଇଛି। ଗାଁ ଲୋକେ ନାନା ପ୍ରକାର କଥା କୁହାକୁହି ହେଲେ। ତାକୁ ଯେତେ ଯାହା ପଚାରିଲେ ସେ ନୀରବ ରହିଛି। ସମସ୍ତେ ତାକୁ କହିଛନ୍ତି ଅସତୀ କଳଙ୍କିନୀଟା। କେମିତି ଜୀବନ କାଟୁ। ପାଟ ଦେଇ ସବୁ ସହିଛି, ଜୀଇଁବା ପାଇଁ ସଂଘର୍ଷ କରିଛି। ପାଟ ଦେଇର ଏପରି ବ୍ୟବହାରକୁ ନେଇ ଗାଁ ଲୋକେ କେତେ ନିନ୍ଦା ଅପମାନ ତାକୁ କଲେ। ତାକୁ ଗାଁ ଛାଡ଼ି ଚାଲିଯିବାକୁ କହିଲେ, ନହେଲେ ସେମାନେ ଜଗୁ ବେହେରାର ସେଇ ଘରଟିକୁ ପୋଡ଼ିଦେବେ। ଦିନେ ସାଇବାଲା ମେଳି କରି ଯେତେବେଳେ ପାଟ ଦେଇ ଦ୍ୱାର ମୁହଁରେ ଛିଡ଼ା ହୋଇ କୈଫିୟତ ମାଗିଲେ, ସେ ଛିଡ଼ା ଲୁଗାକାନିଟା ମୁହଁରେ ଚାପି ଧରି କହିଲା, ହଁ, ଏ ପୁଅ ମୁଁ ଜନ୍ମ କରିଛି। ବାହା ହେଲା ବାସିଦିନ ଯେତେବେଳେ ମୋ ସ୍ୱାମୀ କଲିକତା ପଳେଇଲା, ଶାଶୁ ଶ୍ୱଶୁର ମୋତେ ଗୋଟାଏ ଘରେ ବନ୍ଦ କରି ଉପାସ ଭୋକରେ ରଖି 15 ଦିନ ମୁହଁ ଚାହିଁଲିନି। ରାତି ଅଧରେ ମୁଁ ଲୁଚି ପଳେଇ ଆସିଲି ବାପା ପାଖକୁ। ସେ ବି ମୋତେ ଦେଖି ଘାବରେଇ ଗଲା। ଯେତେ ଦିନ ତା ପାଖରେ ରହିଲି ସେତେ ଦିନ ସେ ସମସ୍ତଙ୍କଠାରୁ ଗଞ୍ଜଣା ଶୁଣିଛି। ମୁଁ ବି ନାନା ଅପବାଦ ଶୁଣିଛି। ମୋରି ପାଇଁ ଏ ବୁଢ଼ା ବୟସରେ ସେ ହାଡ଼ ଭାଙ୍ଗି ମୂଲ ଖଟିଛି। ହେଲେ ପେଟ ପୁରି ନାହିଁ କି ଲାଜ ଟୁଟି ନାହିଁ। ଜଣେ ବୟସ୍କ ବ୍ୟକ୍ତି ଅଣ୍ଟାରେ ଗାମୁଛା ଭିଡ଼ି ଆଗକୁ ବାହାରି ଆସି ପାଟି କାହାର ବୋଲି ପଚାରିଲେ। ପାଟ କିଛି ଉତ୍ତର ଦେଇପାରି ନାହିଁ। ସବୁ କିଛି ସହି ନୀରବରେ ବସି ରହିଲା। ପାଟ ଦେଇ ମଣି ଭାଉଜଙ୍କ ଶାଶୁ, ଯିଏକି ପାଟର ଖୁଡ଼ୀ ହେବେ ସମ୍ପର୍କରେ। ତାକୁ ଗୋଇଠାଟିଏ ପକେଇ ବୁଢ଼ୀ କମ୍ପି ଉଠି କହିଲା, କିଲୋ ପାଟିରେ ବେଙ୍ଗ ପଇଛି କି ଟୁପ୍ସି ମୁହିଁ। ପିଲାଟି ଦିନରୁ ମାଛିକୁ ମ କହେନି। ଶାଶୁଘରେ ମାସ ଗୋଟାଏ ରହିପାରିଲୁନି। ବାପକୁ ଜିଅନ୍ତା ଖାଇଲୁ। ଏବେ କ'ଣ ନା ତୁଣ୍ଡ ଖୋଲି କହୁଛୁ ମୋ ଛୁଆ। ପୃଥିମା ମୋତେ ଦେଇଛି। ଆଲୋ ସତ କହ, ଏ ଛୁଆର ବାପ କିଏ? ନଇଲେ ତତେ ଆଜି ପନିକିରେ 2 ଗୋଡ଼ କରିଦେବି। ହେଁ, ମୋତେ ଚିହ୍ନିଛୁଟି? ଏପରି କହି ପାଟର ବେକ ଉପରେ ଗୋଡ଼ଟା ଥୋଇ କମ୍ପୁଥାଏ ବୁଢ଼ୀ। ପାଟ ଆଉ ସହିପାରିଲା ନାହିଁ। ବୁଢ଼ୀର ଗୋଡ଼ଟାକୁ ଛିଞ୍ଚାଡ଼ି ଦେଇ ପାଟ ଛିଡ଼ା ହୋଇ ପଡ଼ିଲା। କାନ୍ଦୁରା ଛୁଆଟିକୁ କାଖରେ ନେଇ କହିଲା, ଏ ଛୁଆର ବାପା କିଏ ପଚାରୁଛ ତ? ଏ ଛୁଆର ବାପା ତ ହେଇଠି ସମସ୍ତେ ଛିଡ଼ା ହୋଇଛନ୍ତି। ରୁମ, ବୀରା, ଗୋପୀ, ମାଗୁଣି, ନରିଆ ଆଉ ତା ପଛକୁ ସେଥିରୁ 2-4ଟା ସଭିଏଁ। କେମିତି କହିବି ଛୁଆ କାହାର ବୋଲି? ଦୋଳ ପୂର୍ଣ୍ଣିମା ରାତି ମେଲଣ ଭିତରୁ ଯେତେବେଳେ ପାଲା ଲଢ଼େଇ ଲାଗିଥିଲା, ସେତେବେଳେ ତ ଏଇ ସେ ରୁମା ଗାମୁଛାଟା ମୋ ମୁହଁରେ ମାଡ଼ିଦେଇ ଶୂନ୍ୟେ ଟେକି ନେଇଗଲା ମଶାଣି ହୁଡ଼ା ତଳକୁ। ସେଇ ବୁଦାମୂଳରେ ଏଇ ସମସ୍ତେ ତ ମୋତେ ଘେରିଯାଇ କଣ୍ଟାରୁ ମାଉଁସ ଛଡ଼େଇ ଗବଗବ କରି ଖାଇଗଲେ। ପାଟି ବନ୍ଦ ଥିଲା, ହେଲେ ଚେତା ବୁଡ଼ିବା ପୂର୍ବରୁ ଏମାନଙ୍କ ମୁହଁ ଜହ୍ନ ରାତିରେ ଠିକ୍ ମୁଁ ଚିହ୍ନି ପାରିଥିଲି। ହେଲେ କାହାର ଏ ଛୁଆ କେମିତି କହିବି? ପଚାର ସେଇ ହରିଆ ବାଉରୀକୁ ଯେ ସେମାନଙ୍କଠାରୁ ଟଙ୍କା ନେଇ ମୋତେ ଛାଡ଼ି ଦେଇ ଆସିଥିଲା କଟକରେ। କେବଳ ବାପାକୁ ନିନ୍ଦା ଦେବ ନାହିଁ ବୋଲି ମୁଁ ଏତେ ଦିନ ଆସିନଥିଲି। ଫେରିଆସିବି ମୁଁ କାହାକୁ କିଛି କହିନି। ଏବେ ପଚାର ସେମାନଙ୍କୁ ଖୁଡ଼ୀ। ଛାତିରେ ହାତ ଦେଇ କହୁ ତ କିଏ ଏ ଛୁଆର ବାପ ବୋଲି? ପାଟ ଦେଇର କଥା ଶୁଣି ସମସ୍ତଙ୍କ ମୁହଁ ତଳକୁ ହୋଇଗଲା। ପାଟ ଦେଇ ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ
କେହି ପଦେ ପାଟି ଫିଟେଇଲେ ନାହିଁ। ପାଟଦେଇ କାନ୍ଦି କାନ୍ଦି ସବୁ କଥା କହୁଥିଲା। ଲୁହ ପୋଛିବା ପାଇଁ ମଧ୍ୟ ତା ପାଖରେ କେହି ନଥିଲେ। ଆଖି ପୋଛି ପୋଛି ସେ ବାରଣ୍ଡା ଓଳେଇବା ଆରମ୍ଭ କରିଦେଲା। ଛୁଆଟି ରାହା ଧରି କାନ୍ଦିବାରୁ ତାକୁ କୋଳେଇ ନେଇ ବହେ ଗେଲ କଲା ଏବଂ କହିଲା, କାହିଁକି କାନ୍ଦୁଛୁ? ଦେଖିଲେ ତତେ ଡର ମାଡୁଛି କି ରେ ସୁନା? ଡର ନାହିଁ ଧନ, ମୁଁ ଅଛି ପରା। ଏ ଜଗତରେ କିଏ ମର୍ଦ ପୁଅ ଅଛି ଯେ ତୋ ବାପା ବୋଲି ଚିହ୍ନା ଦେବ? ସେଥିପାଇଁ କାନ୍ଦେନାରେ ପୁଅ, ତୋ ମା ଅଛି। ଛୁଆଟିର କାନ୍ଦ ପାଟଦେଇର କଥା ଶୁଣି ବନ୍ଦ ହୋଇଯାଇଛି। ଛୁଆଟି କିରି କିରି ହୋଇ ହସି ଉଠିଛି। ତାର ହସରେ ଚାରିଆଡ଼େ ଜମିଥିବା ଲୋକଗୁଡ଼ାକ ଇଆଡ଼େ ସିଆଡ଼େ ହୋଇ ମୁହଁ ପୋତି ଚାଲିଗଲେ। ପାଟଦେଇର ଦୁଃଖଭରା ଜୀବନରେ ସେ କେବେ ଖୁସି ହୋଇପାରିନାହିଁ। ପ୍ରତିଟି ମୁହୂର୍ତ୍ତରେ ତାକୁ ସଂଘର୍ଷ କରିବାକୁ ପଡ଼ିଛି। ସବୁ ନିନ୍ଦା ଅପମାନ ସହି ସେ ବଞ୍ଚିବାର ରାହା ଖୋଜିଛି। ଜୀବନ ମରଣ ଯୁଦ୍ଧରେ ସେ କେବେ ହାରିଯାଇ ନାହିଁ। ଗାଳ୍ପିକ ବୀଣାପାଣି ମହାନ୍ତି ପାଟଦେଇ ଗଳ୍ପ ମାଧ୍ୟମରେ ନାରୀ ଜାତି ଉପରେ ହେଉଥିବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି। ସ୍ୱାର୍ଥପର ସମାଜ ବିରୋଧରେ ସେ ଲେଖନୀ ଚାଳନା କରିଛନ୍ତି। ନାରୀ ଜୀବନର ସଂଘର୍ଷମୟ କାହାଣୀକୁ ସେ ଗଳ୍ପ ମାଧ୍ୟମରେ ଉପସ୍ଥାପନା କରିଛନ୍ତି। ତ ଏଠି ଆମେ ପାଟଦେଇ ଗଳ୍ପ ଉପରେ ଆଲୋଚନା କଲେ। ଆଶା କରୁଛି ଭିଡ଼ିଓଟି ତୁମମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କର, ସେୟାର କର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କର।